ସେମାନଙ୍କର ଗହଣରେ ରହି ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କ ଆତ୍ମସମ୍ମାନର ସହ ଜୀବନଯାପନ କରିବାକୁ କାହାରିକୁ ଛାଡ଼ିବେ ନାହିଁ। ଯେଉଁମାନେ ଏହି ହତ୍ୟାକାଣ୍ଡ ପଛରେ ରହି ଷଡ଼ଯନ୍ତ୍ର ରଚିଛନ୍ତି ସେମାନଙ୍କର ପ୍ରକୃତ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ଧର୍ମେନ୍ଦ୍ର ପ୍ରଧାନଜୀ ଇସ୍ତଫା ଦେଲେ। ଛାତ୍ର ଆନ୍ଦୋଳନ ନାଁରେ ଚାଲିଥିବା ଆନ୍ଦୋଳନକୁ ଦେଶବ୍ୟାପୀ ଶକ୍ତିଙ୍କର ଦ୍ୱାରା ଅପବ୍ୟବହାର ରଖିବା ପାଇଁ ପୂଜ୍ୟ ସ୍ୱାମୀ ରତ୍ନାକର ସରସ୍ୱତୀ କେବଳ ଜଣେ ସାଧୁବାଦ ସନ୍ନ୍ୟାସୀ ନଥିଲେ, ସେ ଥିଲେ କନ୍ଧମାଳ ଜନଜାତି ଓ ଯାଉଥିବା ବେଦାନ୍ତ କେଶରୀ ସ୍ୱାମୀ ରତ୍ନାନନ୍ଦ ସରସ୍ୱତୀ କୃତି ଓ ବ୍ୟକ୍ତିତ୍ୱ ଇଏ କେବଳ କାଗଜ ଏବଂ କାଳିର ଏ ସମାହାର ନୁହେଁ, ବରଂ ଜଣେ ମହାନ ସନ୍ଥଙ୍କର ତପସ୍ୟା ଓ ଜୀବନ ସଂଗ୍ରାମର ଏକ ଜୀବନ୍ତ ଦଲିଲ। ନିଜର ନିଷ୍ଠାପର ଗବେଷଣା, କଠୋର ପରିଶ୍ରମ ଏବଂ ସଦାପୂର୍ଣ୍ଣ ସାଧନା ଦ୍ୱାରା ଶ୍ରୀ ବିପିନ ବିହାରୀ ନନ୍ଦ ଏବଂ ଶ୍ରୀ ବାଞ୍ଛାନିଧି ପଣ୍ଡା ସ୍ୱାମୀଜୀଙ୍କର ଅମୂଲ୍ୟ ଜୀବନୀ ତାଙ୍କର କୃତି ଆଧ୍ୟାତ୍ମିକ ଦିଗକୁ ଅତି ନିଖୁଣ ଭାବରେ ଏ ପୁସ୍ତକରେ ଉପସ୍ଥାପିତ କରିଛନ୍ତି ଏବଂ ସେଥିପାଇଁ ମଧ୍ୟ ଯେତେବେଳେ ତାଙ୍କ ବକ୍ତବ୍ୟରେ କିଭଳି ଭାବରେ ତାଙ୍କର ଜୀବନୀ ଉପରେ ତାଙ୍କର ବ୍ୟକ୍ତିତ୍ୱ ଉପରେ ଏ ସମସ୍ତ କଥାକୁ ଗୋଟିଏ ଗୋଟିଏ କରି ନିଖୁଣ ଭାବରେ ପୁସ୍ତକରେ ଜୀବନାସ କରିଛନ୍ତି ସେ କଥା ମଧ୍ୟ ଆପଣମାନଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଏହି ପୁସ୍ତକଟି ଉଭୟ ଓଡ଼ିଆ ଏବଂ ହିନ୍ଦୀ ଉଭୟ ଭାଷାରେ ରଚିତ ହୋଇଥିବାରୁ ଏହା କେବଳ ଓଡ଼ିଶାର ସୀମା ଭିତରେ ଇଏ ସୀମାବଦ୍ଧ ନ ରହି ସମଗ୍ର ଭାରତ ବର୍ଷର ଯୁବ ସମାଜ ପାଖରେ ସ୍ୱାମୀଜୀଙ୍କର ମହାନ ଚିନ୍ତାଧାରାକୁ ନିଶ୍ଚିତ ଭାବରେ ପହଞ୍ଚାଇବ। ସ୍ୱାମୀଜୀ କିଭଳି ଭାବରେ ଶିକ୍ଷାର ବିକାଶ, ଗୋ ସଂରକ୍ଷଣ, ସଂସ୍କୃତିର ସୁରକ୍ଷା ଏବଂ ଜନଜାତି ଅଞ୍ଚଳ ସାମାଜିକ ସାଂସ୍କୃତିକ ଉତ୍ଥାନ ପାଇଁ ନିଜକୁ ସମର୍ପିତ କରିଥିଲେ ତାହାର ପ୍ରତ୍ୟେକଟି ଅଧ୍ୟାୟ ପାଠକଙ୍କର ହୃଦୟକୁ ନିଶ୍ଚିତ ଭାବରେ ଆନ୍ତରିତ କରିବ। ଏହି ଗ୍ରନ୍ଥ ଆଗାମୀ ପିଢ଼ି ପାଇଁ ଏକ ବିପ୍ଳବ ସାଜିବ, ଏଥିରେ ମୋର ତିଳେ ହେଲେ ସନ୍ଦେହ ନାହିଁ। ପୂଜ୍ୟ ସ୍ୱାମୀ ରତ୍ନାକର ସରସ୍ୱତୀ କେବଳ ଜଣେ ସାଧୁବାଦ ସନ୍ନ୍ୟାସୀ ନଥିଲେ, ସେ ଥିଲେ କନ୍ଧମାଳ ଜନଜାତି ଓ ବନବାସୀ ଭାଇ ଭଉଣୀମାନଙ୍କର ପାଇଁ ଜଣେ ସାକ୍ଷାତ ପିତା, ରକ୍ଷା କବଚ ଏବଂ ଜାଗ୍ରତ ଆଧ୍ୟାତ୍ମିକ ଚେତନାର। ଆଜିର ଯୁଗରେ ଯେତେବେଳେ ଲୋକେ ସୁଖ ସୁବିଧା ପଛରେ ଗୋଡ଼ାଉଛନ୍ତି ସେତେବେଳେ ସ୍ୱାମୀଜୀ କନ୍ଧମାଳ ଦୁର୍ଗମ ଘଞ୍ଚ ଜଙ୍ଗଲ ଓ ଗୁମ୍ଫା ଭିତରେ ରହି ଅସହାୟ ଲୋକଙ୍କର ସେବା କରିବାର ନିଜ ଜୀବନର ବ୍ରତ ଭାବେ ସେ ଗ୍ରହଣ କରିଥିଲେ ଏବଂ ତାକୁ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିୟୋଜିତ କରିକି ନିଜ ଜୀବନକୁ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ। ସେଠାରେ ନା ଥିଲା ରାସ୍ତା, ନା ଥିଲା ବିଜୁଳି, ନା ଥିଲା ଶିକ୍ଷା ଏବଂ ନା ଥିଲା ସ୍ୱାସ୍ଥ୍ୟର ବ୍ୟବସ୍ଥା ଓ ସୁବିଧା। ସେହିପରି ପ୍ରତିକୂଳ ପରିସ୍ଥିତିରେ ସ୍ୱାମୀଜୀ ଚକାପାଦ ଓ ଜଲେଶପଟା ଆଶ୍ରମ ଏବଂ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ବନବାସୀ ଝିଅମାନଙ୍କର ଭିତରେ ସଂସ୍କାର ଆଣିବା ଏବଂ ସେମାନଙ୍କୁ ଶିକ୍ଷିତ କରାଇବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାରେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ସ୍ୱାମୀଜୀଙ୍କର ହୃଦୟରେ ବନବାସୀଙ୍କର ପାଇଁ ଥିଲା ଅପାର ପ୍ରେମ ଏବଂ ଶ୍ରଦ୍ଧା। ସେ ସେମାନଙ୍କର ଗହଣରେ ରହି ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କ ଆତ୍ମସମ୍ମାନର ସହ ଜୀବନଯାପନ କରିବାକୁ ସେମାନଙ୍କୁ ନିଜ ହାତରେ ସେ ଶିଖେଇଥିଲେ। କନ୍ଧମାଳ ଜନଜାତିଙ୍କର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ। ବନ୍ଧୁଗଣ, ଇଏ ମାଟି ହେଉଛି ପବିତ୍ର ମାଟି, ଯାହା ସନାତନ ଧର୍ମର ପବିତ୍ରତାରେ ହଜାର ହଜାର ବର୍ଷ ଧରି ମନୁଷ୍ୟମାନଙ୍କର ଏହି ପବିତ୍ର ତପ, ଜ୍ଞାନ ଏବଂ ତ୍ୟାଗର ପ୍ଲାବିତ କରିଛି। ଏହି ମାଟିରେ ଉଦ୍ଘୋଷିତ ହୋଇଛି ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା ଏବଂ ଯତ ଧର୍ମ ତତ ଜୟ ତଥା ଯତ୍ର ରାଜ୍ୟସ୍ଥ ପୂଜ୍ୟନ୍ତେ ତତ୍ର ଦେବତା ପରି ଚିରନ୍ତନ ଏବଂ ଶାଶ୍ୱତ ଜ୍ଞାନ। ଏହି ମାଟିରେ ଝଙ୍କୃତ ହୋଇଛି ବେଦ ଏବଂ ଉପନିଷଦର ମହାମନ୍ତ୍ର, ରାମାୟଣ ଓ ମହାଭାରତ ପରି ମହାକାବ୍ୟ। ଆମ ପାଇଁ ସନାତନ ଏକ କେବଳ ଧର୍ମ ନୁହେଁ, ଏହା ଏକ ଜୀବନଯାପନ ପଦ୍ଧତି। ଆମେ ହିନ୍ଦୁ ସମାଜ ଅତ୍ୟନ୍ତ ଉଦାର, ଯାହା ପ୍ରତ୍ୟେକ ସମୟରେ ସମସ୍ତଙ୍କର ମତକୁ, ସମସ୍ତ ତତ୍ତ୍ୱକୁ ସମ୍ମାନ ଦେଇ ଆସିଛି। ଅନ୍ୟ ଧର୍ମ ପରି ଆମ ଧର୍ମରେ ଗୋଟିଏ ମାତ୍ର ଦେବତା କିମ୍ବା ଗୋଟାଏ ମାତ୍ର ଧର୍ମଗ୍ରନ୍ଥ ନାହିଁ।
ଏହି ବିବିଧତା ଭିତରେ ଏକତା ହିଁ ହିନ୍ଦୁ ଧର୍ମକୁ ହଜାର ହଜାର ବର୍ଷ ଧରିକରି ରୁଦ୍ଧିମନ୍ତ କରି ଧରି କରିଛି। କିନ୍ତୁ ଗତ କିଛି ବର୍ଷ ହେଲା ଧର୍ମ ନିରପେକ୍ଷତା ଓ ଆଧୁନିକତାର ଦାହି ଦେଇ ହିନ୍ଦୁତ୍ୱକୁ ଅପମାନିତ କରିବା ପାଇଁ କିଛି ହିନ୍ଦୁ ବିରୋଧୀ ଓ ଦେଶ ବିରୋଧୀ ଗୋଷ୍ଠୀ ପଛାଉନାହାନ୍ତି। ନିଜ ଧର୍ମକୁ ଆମ ସରଳ ଲୋକଙ୍କର ମନ ଭିତରେ ଭର୍ତ୍ତି କରି ଆମ ବିରୁଦ୍ଧରେ ଘୃଣା ସୃଷ୍ଟି କରାଉଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ଟଲରେଟ୍ କରାଯିବ ନାହିଁ। ଆମେ ସମସ୍ତଙ୍କୁ ସମ୍ମାନ ଦେବୁ ଆଉ ସମ୍ମାନ ଦେଉଛୁ ମଧ୍ୟ, କିନ୍ତୁ ଆମକୁ ଅସମ୍ମାନ କଲେ ସହିବୁ ନାହିଁ। ହିନ୍ଦୁତ୍ୱ କୌଣସି ସଂକୀର୍ଣ୍ଣ ଧର୍ମାନ୍ଧତା ନୁହେଁ। ହିନ୍ଦୁତ୍ୱ ହେଉଛି ଭାରତର ଆତ୍ମା, ସଂସ୍କୃତି, ମାନବତା, ଦେଶପ୍ରେମ ଏବଂ ସାର୍ବଭୌମତ୍ୱର ଇଏ ହେଉଛି ଆମର ଜୀବନ୍ତ ପ୍ରତୀକ। ସ୍ୱାମୀ ଲକ୍ଷ୍ମଣ ସରସ୍ୱତୀଜୀ ଥିଲେ ଏହି ହିନ୍ଦୁତ୍ୱର ସଚ୍ଚା ପ୍ରହରୀ। ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଅବୈଧ ଧର୍ମାନ୍ତରୀକରଣ, ଦେଶ ବିରୋଧୀ ଷଡ଼ଯନ୍ତ୍ର ଏବଂ ଗୋହତ୍ୟା ବିରୋଧରେ ସେ ଉଭୟ ବାଣୀ ଶୁଣେଇଥିଲେ। ପ୍ରଲୋଭନ ଦେଖାଇ ଯେଉଁମାନେ ଗରିବ ମାନବାସୀଙ୍କର ଧର୍ମ ଓ ସଂସ୍କୃତିକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ, ସେମାନଙ୍କ ଆଗରେ ସ୍ୱାମୀଜୀ ହିମାଳୟ ଉପରେ ଛିଡ଼ା ହୋଇଥିଲେ। ସେ ବୁଝିଥିଲେ ଯେ ଯଦି ଗ୍ରାମାଞ୍ଚଳ ବନବାସୀ ଅଞ୍ଚଳରେ ହିନ୍ଦୁ ସଂସ୍କୃତି ଦୁର୍ବଳ ହୋଇଯିବ, ତେବେ ରାଷ୍ଟ୍ରର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ। ସେଥିପାଇଁ ସେ ଗୋ ସଂରକ୍ଷକ, ସାମାଜିକ କଲ୍ୟାଣ, ଜନଜାତିଙ୍କର ଆଧ୍ୟାତ୍ମିକ ଉତ୍ଥାନ ଏବଂ ସଂସ୍କୃତ ଶିକ୍ଷା ପ୍ରସାର ପାଇଁ ଅହରାତ୍ର ଉଦ୍ୟମ ଏବଂ କାର୍ଯ୍ୟ କରିଥିଲେ। ସେ ଆମକୁ ଶିଖେଇଛନ୍ତି ଯେ ସମାଜର ଶେଷ ଜାତିରେ ଛିଡ଼ା ହୋଇଥିବା ବ୍ୟକ୍ତିର ସେବା ହିଁ ହେଉଛି ପ୍ରକୃତ ଈଶ୍ୱରଙ୍କର ସେବା। ବନବାସୀଙ୍କୁ ସେ ସନ୍ତାନ ସମ ଦେଖୁଥିଲେ, ସ୍ନେହ ସଦା ସହିତ ନିଜର ସନ୍ତାନ ଭଳି ସେ ଦେଖୁଥିଲେ। ଆଜି ଏହି ମଞ୍ଚରେ ମୁଁ ଦୁଃଖ ଏବଂ ଶ୍ରଦ୍ଧାର ସହ ଓଡ଼ିଶାବାସୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ କିଭଳି ଭାବରେ 2008 ମସିହା ଜନ୍ମାଷ୍ଟମୀର ପବିତ୍ର ରାତିରେ ଜଣେ 80 ବର୍ଷର ନିରୀହ ବୃଦ୍ଧ ସନ୍ନ୍ୟାସୀଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା। ଓଡ଼ିଶାର ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବା ତ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ। ଏହା ବ୍ୟତୀତ ଦୋଷୀଙ୍କୁ ବିରୁଦ୍ଧରେ ଦଣ୍ଡମୂଳକ ପଦକ୍ଷେପ ନେବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ। କେବଳ ଆତ୍ମସନ୍ତୋଷ ଓ ତୁଷ୍ଟିକରଣ ରାଜନୀତି ପାଇଁ ସେମାନେ ସ୍ୱାମୀଜୀଙ୍କ ଏ ସୁରକ୍ଷାକୁ ବଳି ପକାଇ ଦେଇଥିଲେ। ସବୁଠାରୁ ଲଜ୍ଜାଜନକ କଥା ହେଉଛି ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ ଏବଂ ଜଷ୍ଟିସ୍ ନାଇଡୁ କମିଶନଙ୍କର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଓ ଫାଇଲଗୁଡ଼ିକୁ ଷଡ଼ଯନ୍ତ୍ର ସ୍ୱରୂପ ଗାୟବ କରି ଦିଆଯାଇଥିଲା। ଲୋକସଭା ଭବନରୁ ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ଫାଇଲ ହଜିବା ଇଏ କୌଣସି ସାଧାରଣ ଅବହେଳା ନୁହେଁ। ଏହା ଥିଲା ଏକ ସୁଚିନ୍ତିତ ସାଂଘାତିକ ଷଡ଼ଯନ୍ତ୍ର, ଯାହାକୁ ଆମ ସରକାର ଉଜାଗର କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପମାନ ନେଉଛନ୍ତି। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଫାଇଲ ହଜିବାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ମଧ୍ୟ ଦିଆଯାଇଛି। ଆଜି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ, ଓଡ଼ିଶାର ମୁଖ୍ୟ ସେବକ ଭାବେ ଏହି ପବିତ୍ର ମଞ୍ଚର ଆପଣମାନଙ୍କୁ ଏବଂ ଓଡ଼ିଶାର 4.5 କୋଟି ଜନସାଧାରଣଙ୍କୁ ଦୃଢ଼ ଆଶ୍ୱାସନା ଦେଉଛି, ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ। ଆମ ସରକାର କାହାରିକୁ ଛାଡ଼ିବେ ନାହିଁ। ଯେଉଁମାନେ ଏହି ହତ୍ୟାକାଣ୍ଡ ପଛରେ ରହି ଷଡ଼ଯନ୍ତ୍ର ରଚିଛନ୍ତି, ସେମାନଙ୍କର ପ୍ରକୃତ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ନିଶ୍ଚିତ ଭାବରେ ଆସିବ। ସ୍ୱାମୀଜୀଙ୍କର ବଳିଦାନ ବୃଥାଯିବ ନାହିଁ। ଆମ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ସ୍ମୃତି, ତାଙ୍କର ଆଦର୍ଶ ଏବଂ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ସ୍ୱାମୀଜୀଙ୍କର ଅମ୍ଳାନ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳ ଜନଜାତିଙ୍କର ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ଆମ ସରକାର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅର୍ଥାତ୍ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଫୁଲବାଣୀ ଏହାକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ନାମରେ ନାମିତ କରିପାରିଛନ୍ତି। ଗତକାଲି ସମ୍ପୂର୍ଣ୍ଣ ଭାବରେ ଏହାକୁ ସରକାର ଅନୁମୋଦନ କରିଦେଇଛନ୍ତି। ଏହା ସହିତ ଜଲେଶପଟା ଆଶ୍ରମ ଐତିହ୍ୟର ସଂରକ୍ଷଣ ପାଇଁ ମଧ୍ୟ ଆମେ ପଦକ୍ଷେପ ନେଉଛୁ।
आश्रम निकटरे एक 300 आसन विशिष्ट छात्री निवास निर्माण, जलेश्वटा आश्रम और कन्याश्रम को जल जोगाण तथा अन्यान्य सुविधार विकास 13 कोटी टंका मंजूर काम खूब शीघ्र आरंभ होगा जाऊँगी। आम दल प्रत्येक नेता कार्यकर्ता आम समस्ते देशर सुरक्षा सार्वभौमत्व और संस्कृतिर उत्थान प्रतिबद्ध। देशर विकास आम जेकोसी प्रकार त्याग करने प्रस्तुत हो रही था। स्वामी लक्ष्मानंद सरस्वती भली जड़े महान सन्थ सी होती आमर प्रकृत आदर्श। डॉक्टर श्याम प्रसाद मुखर्जी, वीर सावरकर, अटल बिहारी वाजपेयी भली महान नेता होती आमर आदर्श। यशस्वी प्रधानमंत्री नरेंद्र मोदी नेतृत्व में देश आज विकसित भारत लक्ष्य अग्रगति कर चली। एपरी महान नेता पदांक अनुसरण कर त्याग और आदर्शर परिचय देते आमर प्रिय धर्मेन्द्र प्रधान जी। देशर शिक्षा व्यवस्था ऐतिहासिक संस्कार आने सहित परीक्षा पद्धति को सुदृढ़ करने से अनेक पदक्षेप मान पेपर लीक करुवा दोषी मान विरुद्ध में दृढ़ कार्यानुष्ठान तथापि प्रधानमंत्री सम्मान और छात्र मान भावना को सम्मान दे धर्मेन्द्र प्रधान जी इस्तीफा देते। छात्र आंदोलन नारे चली आंदोलन को देशव्यापी शक्ति द्वारा अपव्यवहार को रखापी इस्तीफा माननीय प्रधानमंत्री जी हाथ मुठा को आहरी सशक्त कर। स्वामीजी जन्म शतवार्षिकी वर्ष अवसर में आम आदर्श को ओडार प्रत्येक गाँव देशर कोण अनुकोण निश्चित भाव में पहुंचाइबू। देशर विभिन्न प्रमुख विश्वविद्यालय गुड़िक स्वामीजी जीवनी समाजसेवा वनवासी उत्थान एवं आध्यात्मिक युग उपर सेमिनार कर्मशाला आयोजन करा जहाँ ये मत कहुई निश्चित भाव में स्वामी जहाँ कहते जीवन मुक्ता जी जे प्रत्येक विश्वविद्यालय एवं कॉलेज मानक लाइब्रेरी मानक ये जो पुस्तक द्वय आज उन्मोचन पहुंचाई निश्चित भाव में आम सरकार समस्त महाविद्यालय और विश्वविद्यालय मानक पुस्तक को समस्त लाइब्रेरी मानक पहुंचाई दिया। आज उन्मोचित होता वेदांत केशरी स्वामी लक्ष्मानंद सरस्वती कृति और व्यक्तित्व ये पुस्तकटी ओडिया और हिंदी उभय भाषा उपलब्ध होता देशर युवपीढ़ी को राष्ट्र सेवा त्याग और आध्यात्मिकता निश्चित भाव में अनुप्राणित कर। आसतु आज यही पवित्र अवसर में आम समस्ते मिसी संकल्प नेबा स्वामीजी देखा सेवा संस्कार राष्ट्रभक्ति और हिंदुत्वर पथरे चली ओडिशा को एक समृद्ध सुरक्षित एवं आत्मसम्मानी राज्य भाव गढ़ी चलवा। पूज्य स्वामी लक्ष्मानंद सरस्वती जी चरण कमल ये मोर वक्तव्य रखी चरण में प्रणाम रखी आज मोर वक्तव्य